ଗୁପଚୁପ ଦୋକାନଟା ବନ୍ଦ ଥିଲା। ଆଉ ଆଜି ଅନ୍ଧାରୁ ଉଠିକି ଗେଲିଆପା ଅଟାଟା ଦଳି ପକେଇଲେଣି। ଆଉ ସେପଟରେ ମୁଁ ଗୁଳାଟା ପୁରେଇଲା ବେଳକୁ ଗେଲିଆପା ଏପଟରେ ନୂଆ ତେଲଟିନଟାକୁ କୋଣା କରିବା ପାଇଁ ଲାଗିଗଲେଣି। ଆଉ କହୁଥିଲେ ବୁଝିଲ ଘରମଣି ଜଲ୍ଦି ଜଲ୍ଦି ଆଣିଲଣି, ଗୁଳାଟା ଆଣିଲେ ସିନା ଜଲ୍ଦି ଜଲ୍ଦି ଗୁପଚୁପଟା ବେଲା ଯିବ। ଆଜି କୁଚିଂ ଛୁଆ କଲେଜ ଛୁଆ କହିଥିଲେ ଅଙ୍କଲ ବେଣୁସ ଆଣିବ ଗୁପଚୁପ ଦୋକାନଟା। ମୁଁ ଡେରି ନ କରିକି ଶୀଘ୍ର ଶୀଘ୍ର ନେଇକି ତାଙ୍କ କତିକି ପହଞ୍ଚି ଯାଇଥିଲି। ଆଉ ଗେଲିଆପାଙ୍କୁ କହିଥିଲି ଏତେ ତମର ଏନର୍ଜି କୋଉଠି ଆସୁଛି ବୋଲି ଥରଥର କରି କଣା ହେଇଯାଉଛି ପିଟି ଦେଲା ବେଳକୁ। ବୁଝିଲ ଘରମଣି ତମେ ଧୀରେ ଧୀରେ କାମ ଚୁରୁଣି ହେଇଗଲେଣି, ସେଥିପାଇଁ ତମ ହାତରୁ କଣା ହଉନି। ମୁଁ ଦେଖିଲ ଆଣିଲ ମୁଁ କେମିତି କଣା କରିପାରୁନି। ଆଉ ମୁଁ ଯେତେ ଜୋରେ ଏତେ ଜୋରେ ପିଟୁଥିଲି ଯେ ଜମାରୁ କଣା ହଉନଥିଲା। ଗେଲିଆପା କହୁଥିଲେ ବୁଝିଲ କର୍ମ କୁଢ଼ି ତମେ ଜମା ହଉନି ତମ ହାତର କଣା। ଆଉ କହିଥିଲେ ତମେ ଯେତେ ଜୋରେ ପିଟୁଛ ମୋ ମୁଣ୍ଡ ହିଁ ଫାଟିବନି। ମୁଁ ଦେଖିଆ ତମ ମୁଣ୍ଡଟାକୁ ନିଏ, ମୁଁ ଆଣେ ତମ ମୁଣ୍ଡକୁ ବାହାରେ ବସେଇବି। ଆଉ ଗେଲିଆପା ମୁଣ୍ଡଟାକୁ ଟିକେ ପିଟି ଦେଇଥିଲେ ବୋଲି ମୋ ମୁଣ୍ଡ ଟିକେ କାଟିଥିଲା। ଆଉ ଡେରି ନ କରି ଫଟାଫଟ ପରେ ତେଲଟିନଟା କଣା ହେଇସାରିଲା ପରେ ତେଲଟାକୁ ଟିକେ ଢାଳି ଦେଇଥିଲେ। ଆଉ ଗୁପଚୁପ ତିଆରି କରିବା ପାଇଁ ଗାଜିବା ପାଇଁ ପୁରା ଲାଗିଗଲି। ଆଉ ଆପଣମାନଙ୍କର କମେଣ୍ଟ ଥିଲା ଦିଦି ଗୁପଚୁପ ଅଟାଟା ଆଜି ମୁଁ ତିଆରି କରୁଛ, କେଉଁ ଅଟାରେ ଗୁପଚୁପଟା ତିଆରି କରୁଛ? ମୁଁ ଆଉ କ'ଣ କହିବି, ମୁଁ ଭାବିଛି ପୁଣି ଆଉ ଥରେ ଗୁପଚୁପ ଭିଡ଼ିଓଟା ଆଣିବି ବୋଲିକି। ଆଉ ଡେରି ନ କରିକି ସେପଟରେ ଅଗ୍ନି ଦେବତାକୁ ଡାକିକି ଚୁଲିଟା ଟିକେ ଲଗେଇଲା ବେଳକୁ ଆଉ ଗେଲିଆପା ଯାଇକି ସେକଟରେ କାଠ ଚିରିବା ପାଇଁ ଲାଗିଗଲେଣି। ଆଉ ଆପଣମାନେ ତ ସାଙ୍ଗମାନେ ସମସ୍ତେ ଜାଣିଥିବେ ଗୁପଚୁପ ଦୋକାନଟା ହେଉଛି ବୋଲିକି ଆମର ବହୁତ ସାରା କାଠ ଦରକାର ହେଉଛି। ଆଉ ସେଥିପାଇଁ ଗେଲିଆପା ସକାଳୁ ସକାଳୁ ଉଠିକି ମୋ ସ୍ୱାମୀ କାଠ ଚିରିବା ପାଇଁ ଲାଗିଯାଇଥିଲେ। ଆଉ ଡେରି ନ କରିକି ସେପଟରେ ମୁଁ ଟିକେ ସାର୍ ଚୁଲି ସ୍ୱାମୀ ସ୍ତ୍ରୀ ମିଶିକି କାମଟେ ଲଗେଇଲା ମାନେ ସାରିଲା ବେଳକୁ ଆଉ ସ୍କୁଟିଟା ଗେଲିଆପା କାଢ଼ିଲା ବେଳକୁ ଗେଲି ଝିଅ ସେପଟେ କଡ଼କ କଡ଼କ ଚାହାଟେ ଟିକେ କରିକି ନେଇ ଆସିଥିଲା। ଆଉ ଗେଲି ଝିଅ କହୁଥିଲା ବାପା ଏଇ ଶୀତ ହାଡ଼ଭଙ୍ଗା ଶୀତରେ ଯଦି ଦୁଇ କଡ଼ କଡ଼କ କଡ଼କ ଚାହା ଦୁଇ ଘୁଟ ନେବ ତାହେଲେ ପୁରାପୁରି ଭଲ ଲାଗିବ। ଆଉ ମୁଁ ସେକଟରେ ଆଜି ସୋମବାର ଥିଲା ବୋଲିକି ମାନେ ଆମର କ'ଣ ମାସ ଏଟା ଆମର ମାନେ ମାଘ ମାସ ସୋମବାର ଉପାସ ଥିଲା ବୋଲିକି ମୁଁ ଫୁଲ ଦୁଇଟା ତୋଳିବା ପାଇଁ ଲାଗିଯାଇଥିଲି। ଆଉ ଗେଲି ଝିଅ ଯାଇ କହୁଥିଲା ମା ଏଇ ଶୀତରେ ଦୁଇ କଡ଼କ କଡ଼କ ଚାହା ଦୁଇ ଘୁଟେ ନିଅ, ନିହାତି ଗରମ ହେଇଯିବ ତମ ଦେହଟା, ବହୁତ ଶୀତ ତୁମକୁ ଲାଗେ। ମୁଁ ଫୁଲଟା ଟିକେ ଧୋଇଲୁ। ଆଉ କେମିତି ମା ଚାହାଟା ହେଇଛି କହିଲ ଆଜି? ଆଉ ଡେରି ନ କରିକି ମୁଁ କହିଥିଲି ଗେଲି ଝିଅ ତୋ ହାତରେ ଚାହାଟା ନ ଖାଇଲେ ଦିନଟା କେମିତି ଯିବ ଲୋ? ତୋ ହାତରେ ଚାହାଟା ଖାଇଲେ ଦିନଟା ମୋର ଭଲ ଯିବ। ଆଉ ଗରମ ଗରମ ଦୁଇ ଘୁଟେ ଲେଇଥିଲି। ଓ କ'ଣ ହେଇଥିଲା ଚାହାଟେ ମୁସ୍କିଲ ହେଇଥିଲା। ଆଉ ଗେଲି ଝିଅକୁ ସେଇ ଖୁସିରେ ତାକୁ ଟିକେ ଗେଲ କରିଦେଇଥିଲି। ଆଉ ଗେଲି ଝିଅ ଟିକେ ମୋର ଲାଜେଇ ଯାଇଥିଲା। ଆଉ ସେପଟରେ ଗେଲି ଝିଅ ଯାଇ କହୁଥିଲା ବାପା ମା ତ କାମ ବ୍ୟସ୍ତରେ ଲାଗିଯାଇଛନ୍ତି, ମୋ ଖାଇବା କଥା ଟୋଟାଲି ବି ବୁଝୁନାହାନ୍ତି। ଆଉ ଆଇ ଯେଉଁ କାଲି ଆଣିଥିଲେ ଆମ ଘରକୁ ରସଗୋଲା, ଆଉ ବଡ଼ ରସଗୋଲାଟେ ଆଣିଥିଲେ 10 ଟଙ୍କିଆ ରସଗୋଲା, ମୋ ଖାଇବା ପାଇଁ କେମିତି ଲାଗିଯାଇଛି। ଆଉ ଆପଣମାନଙ୍କୁ ଭଲ ଲାଗେ ନା ନାହିଁ 10 ଟଙ୍କିଆ ରସଗୋଲା ନିହାତି କମେଣ୍ଟରେ ଲେଖିବେ। ଆଉ ଡେରି ନ କରିକି ଗେଲି ଝିଅ ଖାଇବା ପାଇଁ ଲାଗିଯାଇଥିଲା। ଆଉ ଗେଲିଆପା କଡ଼କ କଡ଼କ ଚାହା ମାନେ ଖାଇତେ ଖାଇତେ ଆମ ପରିବା ବାଡ଼ିରେ ମଜା ନେଉଥିଲେ। କେତେ କାକୁଡ଼ି ଗଛ, କେତେ ବୋଇତାଳୁ ଗଛ, ବିଲାତି ଗଛ, ବାଇଗଣ ଗଛ ସବୁ କେତେ ବଢ଼ିଲାଣି ଉଠିଲାଣି ଲାଗିଯାଇଥିଲେ। ଆଜି ପାଇଁ ରହିଲି, ଜୟ ଜୟ।